ଆସିଲା ବଡ଼ ଅପଡେଟ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରେ ହାରିଗଲେ। କଣ୍ଟାବାଞ୍ଜି ରଚିଛି ଇତିହାସ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ହରେଇ ଲକ୍ଷ୍ମଣବାଗ 16,321ଟି ଭୋଟରେ ବିଜୟୀ। ହଁ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଘଟିଛି କଣ୍ଟାବାଞ୍ଜିରେ। କଣ୍ଟାବାଞ୍ଜିରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ପରାସ୍ତ ହୋଇଯାଇଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ଠିଆ ହୋଇଥିଲେ। ତାଙ୍କ ବିପକ୍ଷରେ ବିଜେପିର ଲକ୍ଷ୍ମଣବାଗ 16,321ଟି ଭୋଟରେ ଆଗୁଆ ରହି ବିଜୟ ଲାଭ କରିଛନ୍ତି। କଣ୍ଟାବାଞ୍ଜି ବିଧାନସଭାର ଭୋଟ ଗଣତି 29ଟି ରାଉଣ୍ଡରେ ହୋଇଥିଲା। 29 ରାଉଣ୍ଡରେ ଲକ୍ଷ୍ମଣବାଗ 19,594ଟି ଭୋଟ ପାଇଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 74,273ଟି ଭୋଟ ପାଇଛନ୍ତି ଏବଂ ସେ ଲକ୍ଷ୍ମଣବାଗଙ୍କଠାରୁ 16,321ଟି ଭୋଟରେ ପରାସ୍ତ ହୋଇ ସାରିଛନ୍ତି। ବହୁ କଳ୍ପନା ଜଳ୍ପନା ପରେ ବହୁତ କଣ୍ଟେଷ୍ଟ ହୋଇଥିଲା। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଜେପିର ଲକ୍ଷ୍ମଣବାଗ 16,321ଟି ଭୋଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ହରାଇ ଦେଇଛନ୍ତି।